ଆମେ କୀଟ ପତଙ୍ଗ ଆଉ ସରୀସୃପ ବିଷୟରେ ଜାଣିବା ହେଲା ଆଉ ସେମାନେ କୋଉଠି ରୁହନ୍ତି ସେ କଥା ବି ଆମେ ଜାଣିବା। ତାହେଲେ এটা কোন না কোন সাপ সাপ কোଉଠି ରହେ ଗାତରେ ସାପ କଣ ଖାଏ ବେଙ୍ଗ ଖାଏ ବେଙ୍ଗ କୋଉଠି ରହେ ଆମ ଘରେ ବି ରହେ ଆଉ କୋଉଠି ରହେ ପାଣିରେ ବି ରହେ। ତାହେଲେ ଏଇଟା କଣ କଙ୍କଡା କୋଉଠି ରହେ ପାଣିରେ କିଏ କଣ କହିପାରିବ କଙ୍କଡାର କେତେଟା ଗୋଡ଼ କିଏ କହିବ କଙ୍କଡାର କେତେଟା ଗୋଡ଼ ତିନିଟା କେତେଟା 1 2 3 4 5 6 7 8 9 10 ତାହେଲେ କଙ୍କଡାର କେତେଟା ଗୋଡ଼ 10ଟା ଗୋଡ଼। ଏଇଟା କଣ ଚିଙ୍ଗୁଡ଼ି ଖାଇଛ କେମିତି ଲାଗେ ତାପରେ କଣ ଦେଖିବା ଏଇଟା କଣ ଚକାଲି ପକା ଏଇଟା କଣ ଅକ୍ଟୋପସ କେଉଁଠି ରହେ ପାଣିରେ। ଏଇଟା କଣ ମୂଷା ମୂଷା କେଉଁଠି ରହେ ମୂଷାକୁ କିଏ ଖାଏ ମୂଷା କଣ ଖାଏ ଧାନ। ତାପରେ ଏଇଟା କଣ କିଏ କହିବ ମହୁମାଛି କୋଉଠି ଦେଖିଛ ବସ ବସ ମହୁମାଛି କୋଉଠି ଦେଖିଛ ଫୁଲ ଦେହରେ ବସିଥାଏ ହେଲା। ଏଇଟା କଣ କଇଁଛ କୋଉଠି ରହେ କଇଁଛ ଧୀରେ ଧୀରେ ଚାଲେ ନା ଜୋର ଜୋର ଚାଲେ ଧୀରେ ଧୀରେ ଚାଲେ। ତାପରେ ଏଇଟା କଣ କିଏ କହିବ ତାରା ମାଛ ମାଛ କୋଉଠି ରହେ ପାଣି ଭିତରେ ରହେ। ତାପରେ ଏଇଟା କଣ ମାଛ ଖାଇଛ କେମିତି ଭାଜିକି ଖାଇଛ ମାଛରେ କଣ୍ଟା ଥାଏ କଣ୍ଟା ନିଜେ ବାଛିକି ଖାଅ ନା ମମି ବାଛିକି ଖୁଆଇ ଦିଅନ୍ତି ମାଛ ବନେଇ ଖାଇବା ପାଇଁ। ତାପରେ ଏଇଟା କଣ ଆକୁ କଣ କହନ୍ତି ଝିଣ୍ଟିକା ଏଇଟାକୁ କଣ କହନ୍ତି କିଏ କହିବ ଏଇଟା କଣ କହନ୍ତି ମାଙ୍କଡସା ମାଙ୍କଡସା କୋଉଠି ଥାଏ ଆମ ଘର କାନ୍ଥ ମାନଙ୍କରେ ନଥାନ୍ତି ସବୁ କାନ୍ଥ ମାନଙ୍କରେ ମାଙ୍କଡସା ଥାନ୍ତି। ତାପରେ ଏଇଟା କଣ ଭଁର ଭଁର କୋଉଠି ଦେଖିଛେ ଫୁଲରେ ବଗିଚା ମାନଙ୍କରେ ଭଁର